ବନ୍ଧୁମାନେ, ଯଦି ଆପଣଙ୍କର ତୁଳା ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆପଣଙ୍କର ବ୍ୟସ୍ତବହୁଳ ସମୟ ମଧ୍ୟରୁ ଆପଣ 10 ମିନିଟ୍ ସମୟ ନିଜ ପାଇଁ ଦିଅନ୍ତୁ ଏବଂ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ। ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ଏହି ପବିତ୍ର ମହାଶିବରାତ୍ରି ଠାରୁ ବଦଳିବାକୁ ଯାଉଅଛି। ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ଯାହାଫଳରେ ଆପଣଙ୍କର ଜୀବନରେ ଚାଲିଥିବା ସମସ୍ତ ଦୁଃଖ, କଷ୍ଟ ଏବଂ ସମସ୍ୟାର ଅନ୍ତ ହେବାକୁ ଯାଉଅଛି ଏବଂ ପୁନର୍ବାର ଏହି ମହାଶିବରାତ୍ରି ଠାରୁ ଆପଣଙ୍କ ଜୀବନକୁ ଖୁସି ଫେରିବାକୁ ଯାଉଛି। ଏହି ପବିତ୍ର ମହାଶିବରାତ୍ରି ଠାରୁ ଆପଣଙ୍କର ରାଶିରେ ଏକ ରାଜଯୋଗର ନିର୍ମାଣ ହେବାକୁ ଯାଉଅଛି। 3ଟି ବଡ଼ ଗ୍ରହ ଆପଣଙ୍କର ଲକ୍ଷ୍ମୀ ଭାବକୁ ଚଳନ କରିବାକୁ ଯାଉଛନ୍ତି। ଶୁକ୍ର, ବୁଧ ଏବଂ ସୂର୍ଯ୍ୟ, ଯିଏକି ଆପଣଙ୍କର ଭାଗ୍ୟ ଭାବର ଅଧିପତି ଅଟନ୍ତି, ଲାଭ ଭାବର ଅଧିପତି ଅଟନ୍ତି, ଆପଣଙ୍କର ପଞ୍ଚମ ଭାବ ଅର୍ଥାତ୍ ଲକ୍ଷ୍ମୀ ସ୍ଥାନକୁ ଚଳନ କରୁଛନ୍ତି, ଯାହାଫଳରେ ଆପଣଙ୍କର ଭାଗ୍ୟରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନେକ ଦିଗରୁ ଆପଣଙ୍କୁ ଅନେକ ଗୁଡ଼ିଏ ଲାଭ ପ୍ରାପ୍ତି ହେବାକୁ ଯାଉଅଛି। ସମସ୍ତ ପ୍ରକାରର ଭୌତିକ ସୁଖ ଆପଣଙ୍କୁ ପ୍ରାପ୍ତି ହେବାକୁ ଯାଉଛି। ଏହି ମହାଶିବରାତ୍ରି ଠାରୁ ପୁନର୍ବାର ଆପଣଙ୍କର ଜୀବନକୁ ଖୁସି ଫେରିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିବା ଏହି ପବିତ୍ର ମହାଶିବରାତ୍ରି ଠାରୁ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ଯଦି ଆପଣଙ୍କର ମଧ୍ୟ ତୁଳା ରାଶି ହୋଇଥାଏ ତ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁମାନେ, ପୂର୍ବରୁ ଆପଣଙ୍କ ରାଶିର ଅଧିପତି ଶୁକ୍ର, ବୁଧ ଏବଂ ସୂର୍ଯ୍ୟ ଆପଣଙ୍କର ଚତୁର୍ଥ ଭାବ ଶନିଙ୍କ ଗୃହରେ ଗୋଚର କରୁଥିବାରୁ ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଉଥିଲା। ଆପଣଙ୍କର କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଉଥିଲା। ଆପଣଙ୍କର ଧନଜନିତ ସମସ୍ୟା ଦେଖାଦେଉଥିଲା। ଆପଣ ଋଣ କରଜ କରିଥିଲେ କିନ୍ତୁ ତାକୁ ଶୁଝିବାକୁ ଆପଣ ସକ୍ଷମ ହୋଇପାରୁନଥିଲେ। ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେଉଥିଲେ ସେଥିରେ ଆପଣଙ୍କୁ ସଫଳତା ମିଳିପାରୁନଥିଲା। ଆପଣଙ୍କ ଉପରେ ଋଣ କରଜ ଭାର ବଢ଼ି ବଢ଼ି ଚାଲିଥିଲା। ଆପଣଙ୍କର ଘର ପରିବାରରେ ଖୁସିର ବାତାବରଣ ନଥିଲା। ମାନସିକ ଚାପ ଭିତରେ ଆପଣ ରହୁଥିଲେ। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖାଦେଉଥିଲା। ଆପଣଙ୍କର ଅନ୍ନେସେସରୀ ଖର୍ଚ୍ଚ ହେଉଥିଲା। ସମାଜରେ ଆପଣଙ୍କର ମାନ ସମ୍ମାନ ନଥିଲା। ଆପଣଙ୍କୁ ଚାକିରିଟିଏ ମଧ୍ୟ ପ୍ରାପ୍ତ ହୋଇପାରୁନଥିଲା। ସନ୍ତାନ ସନ୍ତତି ପାଇଁ ଆପଣ ଚିନ୍ତିତ ଥିଲେ। ଆପଣଙ୍କର ବିଜନେସରେ ମଧ୍ୟ ଲସ୍ ହେଉଥିଲା। ଆପଣ ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖାଦେଉଥିଲା। ତେବେ ଏଭଳି ଯାହା ବି କିଛି ସମସ୍ୟା ଆପଣଙ୍କ ଜୀବନରେ ଲାଗି ରହିଥିଲା ତାହା ଏବେ ଦୂର ହେବାକୁ ଯାଉଅଛି। ଏହି ମହାଶିବରାତ୍ରି ଠାରୁ ଆପଣଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଅଛି। ସବୁଠାରୁ ବଡ଼ ଘଟଣା ହେଉଛି ଆପଣଙ୍କର ରାଶିର ଅଧିପତି ଶୁକ୍ର ଏବଂ ଭାଗ୍ୟ ଭାବର ଅଧିପତି ବୁଧ ଆପଣଙ୍କର ପଞ୍ଚମ ଭାବରେ ଲକ୍ଷ୍ମୀନାରାୟଣ ରାଜଯୋଗର ନିର୍ମାଣ କରିବେ, ଯାହାଫଳରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରୁ ଲାଭ ହିଁ ଲାଭ ପ୍ରାପ୍ତି ହେବାକୁ ଯାଉଅଛି। ବିଶେଷ କରି ପ୍ରେମ ଜୀବନରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଶୁକ୍ର ହେଉଛନ୍ତି ପ୍ରେମର କାରକ ଗ୍ରହ। ତ ପୂର୍ବରୁ ଆପଣଙ୍କର ପ୍ରେମ ଜୀବନରେ ଯଦି କୌଣସି ପ୍ରକାରର ସମସ୍ୟା ଲାଗି ରହିଥିଲା ତ ଆପଣଙ୍କର ପ୍ରେମ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଯେଉଁମାନଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିଲା, ବ୍ରେକଅପ୍ ଇତ୍ୟାଦି ହୋଇଥିଲା, ସେମାନଙ୍କ ମଧ୍ୟରେ ପୁଣି ଥରେ କଥାବାର୍ତ୍ତା ହୋଇପାରେ। ଆପଣଙ୍କ ଜୀବନରେ କୌଣସି ନୂତନ ପାର୍ଟନର ମଧ୍ୟ ଆସିପାରନ୍ତି। କାହା ସହିତ ଆପଣଙ୍କର ନୂତନ ସମ୍ପର୍କ ଯୋଡ଼ି ହୋଇପାରେ। ଏହି ମହାଶିବରାତ୍ରି ଠାରୁ ଆପଣଙ୍କର ପ୍ରେମକୁ ଆଗକୁ ନେବାକୁ ଚେଷ୍ଟା କରିବେ। ଆପଣଙ୍କର ଭଲ ପାଇବା ବିବାହର ରୂପ ମଧ୍ୟ ନେଇପାରେ। ଆପଣଙ୍କର ପଞ୍ଚମ ଭାବରେ ଶୁକ୍ର ଗୋଚର କରୁଥିବାରୁ ଏବଂ ପଞ୍ଚମ ଭାବ ଉପରକୁ ଗୁରୁଙ୍କର ଦୃଷ୍ଟି ରହୁଥିବାରୁ ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ନୂତନ ଗର୍ଭ ଧାରଣ କରିବା ପାଇଁ ଏହି ମହାଶିବରାତ୍ରି ପରର ସମୟ ଆପଣଙ୍କ ପାଇଁ ବହୁତ ଅଧିକ ଶୁଭ ରହିବ। ଆପଣଙ୍କର ଘର ପରିବାରରେ ହସ ଖୁସିର ମାହୋଲ ଲାଗି ରହିବ। ସନ୍ତାନ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ହୋଇଥାଏ, ସନ୍ତାନର ଭାବ ହୋଇଥାଏ। ଯେହେତୁ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରେ ରହୁଅଛି ତ ଶିକ୍ଷା କ୍ଷେତ୍ରରେ ଆପଣ ବହୁତ ଅଧିକ ଉନ୍ନତି ଏବଂ ପ୍ରଗତି କରିବେ। ମହାଶିବରାତ୍ରି ଠାରୁ ଆପଣ ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ଯାଇପାରନ୍ତି। ପାଠପଢ଼ାରେ ଆପଣ କିଛି ନା କିଛି ବଡ଼ କରିବାକୁ ଚେଷ୍ଟା କରିବେ। ଆପଣଙ୍କ ମଧ୍ୟରେ ଜ୍ଞାନ ଏବଂ ବୁଦ୍ଧି ବଢ଼ିବ, କାରଣ ଗୁରୁ ଆପଣଙ୍କର ଶୁଭ ସ୍ଥାନରେ ବିରାଜମାନ ଅଛନ୍ତି, ଆପଣଙ୍କର ଭାଗ୍ୟ ଭାବରେ ଅଛନ୍ତି।
ଗୁରୁଙ୍କର ଦୃଷ୍ଟି ମଧ୍ୟ ବୁଧଙ୍କ ଉପରେ ପଡ଼ୁଛି। ତ ଭାଗ୍ୟର ସାଥ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତି ହେବ। ଭାଗ୍ୟ ବଳରେ ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଅଟକି ରହିଥିବା ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ପୁଣି ଥରେ ଚାଲୁ ହେବାକୁ ଲାଗିବ। ଏହି ମହାଶିବରାତ୍ରି ପରେ ଆପଣଙ୍କ ଗୃହରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଆପଣ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଶନି ଆପଣଙ୍କର ଶୁଭ ସ୍ଥାନରେ ଗୋଚର କରୁଥିବାରୁ ଏହି ମହାଶିବରାତ୍ରି ପରେ ଆପଣ କିଛି ଭୂମି, ଜମି, ପ୍ରପର୍ଟି ଇତ୍ୟାଦି କ୍ରୟ କରିପାରନ୍ତି। କିମ୍ବା ପୂର୍ବରୁ ଆପଣଙ୍କର କିଛି ପ୍ରପର୍ଟି ସେଲ୍ ହୋଇପାରୁନଥିଲା ତ ଏହି ମହାଶିବରାତ୍ରି ପରେ ଆପଣଙ୍କର ସେହି ପ୍ରପର୍ଟି ସେଲ୍ ହୋଇପାରେ। ଆପଣଙ୍କର ହାତକୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆସିପାରେ। ସୂର୍ଯ୍ୟ ଯେହେତୁ ଆପଣଙ୍କର ଲାଭ ସ୍ଥାନର ଅଧିପତି ପଞ୍ଚମ ଭାବରେ ଚଳନ କରିବେ ତ ଆପଣଙ୍କୁ ଆକସ୍ମିକ ଭାବରେ ଲାଭ ପ୍ରାପ୍ତି ହେବ। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥ ଆସିବ। ଆପଣଙ୍କର ଇନକମ୍ ସୋର୍ସ ବଢ଼ିଯିବ। ଆପଣ ଏକ୍ସଟ୍ରା ଇନକମ୍ କରିବାକୁ ଭାବିପାରନ୍ତି। ଧନ ରୋଜଗାର କରିବା ପାଇଁ ଆପଣଙ୍କୁ ନୂଆ ନୂଆ ରାସ୍ତା ମଧ୍ୟ ମିଳିଯିବ। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ମଧ୍ୟ ବହୁତ ଅଧିକ ଉନ୍ନତି ଏବଂ ପ୍ରଗତି କରିବେ। ବିଜନେସ୍ରେ ଆପଣଙ୍କର ଗ୍ରାହକ ବଢ଼ିବେ। ଆପଣ କିଛି ନୂଆ ବିଜନେସ୍ ଷ୍ଟାର୍ଟ କରିବେ। ଆପଣଙ୍କୁ ବୈବାହିକ ସୁଖ ପ୍ରାପ୍ତି ହେବ। ଶନିଙ୍କର ଦୃଷ୍ଟି ଆପଣଙ୍କର ଦ୍ୱାଦଶ ଭାବ ଉପରକୁ ରହୁଅଛି। ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କର ସେହି ଇଚ୍ଛା ପୂର୍ଣ୍ଣ ହେବ। ଯେଉଁମାନେ ହସ୍ପିଟାଲ ଲାଇନରେ ଅଛନ୍ତି ସେମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଏହି ସମୟରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ହୋଇପାରେ। ଯେହେତୁ ଶନିଙ୍କର ଦୃଷ୍ଟି ଆପଣଙ୍କର ଦ୍ୱାଦଶ ଭାବ ଉପରେ ରହୁଛି ଆପଣଙ୍କର ଇନକମ୍ ତ ହେବ କିନ୍ତୁ ସେହି ଅନୁସାରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଯିବ। ଏହି ମହାଶିବରାତ୍ରି ପରେ ଆପଣଙ୍କର ଡେଲି ଇନକମ୍ ବଢ଼ିବ। ଆପଣଙ୍କର ଫାଇନାନ୍ସିଆଲ ଗ୍ରୋଥ୍ ହେବ। ଶନି ଆପଣଙ୍କର ଷଷ୍ଠ ଭାବରେ ଥିବାରୁ ଯଦି ଆପଣଙ୍କ ଉପରେ କୌଣସି ଋଣ କରଜ ଥିଲା, ଆପଣ ଋଣ କରଜ ଭାରରେ ଫସି ରହିଥିଲେ, ଋଣ କରଜ ଶୁଝିବାର ବାଟ ପାଉନଥିଲେ ତ ଏହି ମହାଶିବରାତ୍ରି ପରେ ସମସ୍ତ ଋଣ କରଜକୁ ଶୁଝିବାର ବାଟ ଆପଣଙ୍କୁ ମିଳିଯିବ। ସମସ୍ତ ଶତ୍ରୁମାନଙ୍କ ଠାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ। ଗୁରୁଙ୍କର ଦୃଷ୍ଟି ତୃତୀୟ ଭାବ ଉପରକୁ ରହୁଥିବାରୁ ଯେଉଁମାନେ ଅନଲାଇନ୍ କ୍ଷେତ୍ରରେ କାମ କରୁଛନ୍ତି, ଡିଜିଟାଲ ମାର୍କେଟିଂର କାମ କରୁଛନ୍ତି ସେମାନଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହେବ। ଯେହେତୁ ଆପଣଙ୍କ ରାଶିର ଅଧିପତି ଶୁକ୍ର ପଞ୍ଚମରେ ଶୁଭ ସ୍ଥାନରେ ଗୋଚର କରୁଛନ୍ତି, ପୂର୍ବରୁ ଲାଗି ରହିଥିବା ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। କର୍ମକ୍ଷେତ୍ରରେ ମଧ୍ୟ ଆପଣ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ଅନେକ ଗୁଡ଼ିଏ ଗ୍ରହ ଶୁଭ ସ୍ଥାନରେ ଗୋଚର କରୁଥିବାରୁ ଆପଣଙ୍କର ପ୍ରମୋସନର ଯୋଗ ମଧ୍ୟ ବନୁଛି। ଆପଣଙ୍କୁ ନୂତନ କର୍ମ ପ୍ରାପ୍ତି ହେବାର ଯୋଗ ବନୁଛି। କର୍ମକ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନିତ କରାଯାଇପାରେ। ଯେଉଁମାନଙ୍କ ପାଖରେ ଚାକିରି ନଥିଲା ସେମାନଙ୍କୁ ନୂତନ ଚାକିରି ମଧ୍ୟ ପ୍ରାପ୍ତ ହୋଇପାରେ। ଉପର ଅଫିସରଙ୍କ ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ସୂର୍ଯ୍ୟ ଆପଣଙ୍କର ଭଲ ସ୍ଥିତିରେ ଥିବାରୁ ଆପଣଙ୍କୁ ସରକାରୀ କ୍ଷେତ୍ରରେ ଭଲ ଲାଭ ମଧ୍ୟ ପ୍ରାପ୍ତି ହୋଇପାରେ। ଆପଣଙ୍କର କର୍ମକୁ ନେଇ ବାହାରକୁ ମଧ୍ୟ ଯାତ୍ରା କରିପାରନ୍ତି। ତେବେ ଅଧିକ ଶୁଭ ଫଳ ପ୍ରାପ୍ତ କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ସକାଳେ ଆପଣ ଓମ୍ ନମଃ ଶିବାୟର ମନ୍ତ୍ର 108 ଥର ଉଚ୍ଚାରଣ କରନ୍ତୁ। ପ୍ରତ୍ୟେକ ବୁଧବାର ଦିନ ଆପଣ ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ହନୁମାନ ଚାଳିଶାର ପାଠ କରନ୍ତୁ। ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଭାଗ୍ୟରେ ଉନ୍ନତି ଆସିବ। ତ ବନ୍ଧୁମାନେ ଆପଣଙ୍କ ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।